ନାଇଁ ଧର୍ମଶାଳା କଥା ପଚାରିଲେ ଭଲ କଥାଟେ। ଗୋଟେ ଅଦ୍ଭୁତ ପରିସ୍ଥିତି ସେଠି ସୃଷ୍ଟି ହେଇଛି। ସେଠି ଜଣେ କିଏ ଯୋଉ ବିଧାୟକ ଜିତିଛନ୍ତି ସେ ବୋଧେ ନିଜ ପରିଚୟ ସଙ୍କଟରେ ଟିକେ ଏବେ ଅଛନ୍ତି। କଣ ପରିଚୟ ସଙ୍କଟ? ବେଳେ ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଡାକୁଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ସହିତ ସେ କଣ ଯାଇ ବେଳେ ବେଳେ ଫଟୋ ଉଠାଉଛନ୍ତି, ନିଜକୁ ସେ ଆତ୍ମଘୋଷିତ ବିଜେପିର ବଡ ନେତା ବୋଲି କହୁଛନ୍ତି। ମୁଁ କଣ ଖବର ପାଇଲି ତାଙ୍କୁ କୁଆଡେ ପୁରୀରେ କଣ ଗୋଟେ ଟ୍ରେନିଂ କ୍ୟାମ୍ପ ହଉଥିଲା, ତାଙ୍କୁ ଡାକି ନାହାନ୍ତି। ସେଇଥିପାଇଁ ତାଙ୍କର ଟିକେ ବୋଧେ ମନ ଭିତରେ ରାଗ ଆସିଛି। ତେଣୁ ନିଜ ସତୀତ୍ୱ ପ୍ରମାଣିତ କରିବା ପାଇଁ ସିଏ ଏଇଭଳିଆ ଗୁଣ୍ଡାରାଜ ବୋଧେ କରୁଛନ୍ତି। ଆପଣ ମାନେ ଜାଣିଥିବେ ଗଲା କାଲି ଆମର ଯିଏ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶାରେ ୟୁପି ମଡେଲ ହବ। ତେଣୁ କରିକି ଯେହେତୁ ସିଏ ନିଜ ସତୀତ୍ୱଟାକୁ ଦେଖିବା ପାଇଁ ଚାହୁଁଛନ୍ତି ବିଜେପିରେ, ତେଣୁ କରିକି ସିଏ ୟୁପି ମଡେଲ କହୁ କହୁ ୟୁପି ଭଳିଆ ଠେଙ୍ଗା ବାଡି ଭୁଜାଲି ଧରିକି ରାଜରାସ୍ତାକୁ ବାହାରି ଗଲେ। ଆଉ ସବୁଠୁ ଖରାପ କଥାଟେ ହଉଛି ଯୋଉମାନଙ୍କୁ ଧରିକି ସିଏ ବାଲି ପାହାଡ ସବୁ କଥାରେ ମାତିଛନ୍ତି, ଯୋଉମାନଙ୍କୁ ଧରିକି ସିଏ ଝାମେଲା କରୁଛନ୍ତି, ଯୋଉମାନେ ତାଙ୍କରି ସହିତ ମିଶିଛନ୍ତି, ଫଟୋ ବୁଲୁଛି, ଝାମେଲା କରୁଛନ୍ତି, ସେ ଯୁବକ ବନ୍ଧୁ ମାନେ ଟିକେ ବୁଝିଯିବା ଦରକାର। ଯେତେବେଳେ କଥାଟା ଆପଣ ମାନଙ୍କ ନଜରକୁ ଆସି ଯାଉଛି, ସେ କହୁଛନ୍ତି ଯେ ଇଏ ମୋର ଲୋକ ନୁହଁ, ଇଏ କୁଆଡେ ବିଜେଡି ଲୋକ। ଆପଣ ମାନେ ଆଗରୁ ଦେଖିଥିବେ କୋଉଠି ପାହାଡ ଚୋରି ହେଲା, କୋଉଠି ବାଲି ଚୋରି ହେଲା, ଯେତେବେଳେ ଆପଣ ମାନେ ତା ଉପରେ ଖବର ପ୍ରକାଶ କରିବେ ସିଏ ହେଇଯାଉଛି ବିଜେଡି ଲୋକ। ଯେତେବେଳେ ଝାମେଲା ହଉଛି ତାପରେ କହିବେ ସିଏ ହଉଛି ବିଜେଡି ଲୋକ। ତେଣୁ କରିକି ବିଧାୟକ ଯିଏ ଧର୍ମଶାଳାର ବର୍ତ୍ତମାନ ଅଛନ୍ତି, କଣ ପାଇଁ ସେ ହତାଶ ହେଇଛନ୍ତି ସେଟା ସିଏ ନିଜେ କହିପାରିବେ। ଆମେ ସରକାରଙ୍କୁ ଆହ୍ୱାନ ଦବୁ, ଆମେ ସରକାରଙ୍କୁ ସତର୍କ କରେଇ ଦଉଛୁ, ଓଡିଶାରେ ଏଇଭଳିଆ ୟୁପି ମଡେଲ ଚଳିବ ନାହିଁ। ଓଡିଶା ମଡେଲକୁ ସାରା ଭାରତ, ସାରା ବିଶ୍ୱ ପ୍ରଶଂସା କରୁଛି। ସେ ବିପର୍ଯ୍ୟୟ ପରିଚାଳନା କଥା ହଉ, ଆର୍ଥିକ ପରିଚାଳନା କଥା ହଉ, ବିକାଶର କଥା ହଉ, ରାସ୍ତା ଘାଟ ସବୁ, ପାନୀୟ ଜଳ ସବୁ, ଯେତେ ସବୁ ବିକାଶର କଥା ହେଇଛି, ଓଡିଶା ମଡେଲ ହଉଛି ସାରା ଭାରତରେ, ସାରା ପୃଥିବୀରେ ଆଜି ପ୍ରଶଂସା ସାଉଁଟୁଛି। ତେଣୁକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣ ଟିକେ ୟୁପି ମଡେଲ, ଗୁଜୁରାଟ ମଡେଲ ଏଗୁଡା କହିବା ପୂର୍ବରୁ ଟିକେ ଭାବନ୍ତୁ। କାହିଁକିନା ଏମିତିଆ ପରିଚୟ ସଙ୍କଟରେ ଥିବା ଲିକୁ ସାହୁଙ୍କ ଭଳିଆ ବିଧାୟକ ସାଙ୍ଗେ ସାଙ୍ଗେ ୟୁପି ମାନେ ବୁଝିଦେଲେ, ଖଣ୍ଡା ବୁଝାଲି ସାଙ୍ଗେ ସାଙ୍ଗେ ଧରିକି ରାସ୍ତାକୁ ଓହ୍ଲେଇ ପଡୁଛନ୍ତି। ତେଣୁ କରିକି ଆଜି ଆପଣ ମାନଙ୍କ ମାଧ୍ୟମରେ, ସଚେତନ ଗଣମାଧ୍ୟମ ମାନଙ୍କ ମାଧ୍ୟମରେ ଆମେ ସରକାରଙ୍କୁ ସତର୍କ କରେଇ ଦଉଛୁ, ତୁରନ୍ତ ଯେଉଁମାନେ ଏଭଳି କ୍ରାଇମ କରୁଛନ୍ତି, ରାଜରାସ୍ତାରେ ଠେଙ୍ଗା ବାଡି ଧରି ବୁଲୁଛନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏବଂ ଆପଣ ଯଦି ସେ ବିଧାୟକଙ୍କର ଆଉ ସତୀତ୍ୱ ପରୀକ୍ଷା କରାନ୍ତୁ ନାହିଁ, ତାଙ୍କୁ ସାଙ୍ଗରେ ନେଇଯାଆନ୍ତୁ, ନହେଲେ ତାଙ୍କୁ ବିଦା କରିଦିଅନ୍ତୁ। ସେଭଳିଆ ଲୋକଙ୍କୁ ଅଧା କରିକି ଛାଡନ୍ତୁ ନାହିଁ। ଆଇଦର ଏ ପାଖରେ ରଖନ୍ତୁ, ନହେଲେ ସେ ପାଖକୁ ପଠେଇ ଦିଅନ୍ତୁ। ଲିପୁ ସାହେଙ୍କ କହିବା କଥା ସେ ଦିଲ୍ଲୀରେ ଅଛନ୍ତି, ଆକ୍ରମଣ ସହିତ ତାଙ୍କର ସମ୍ପୃକ୍ତି ନାହିଁ। ନାଇଁ ସିଏ କହୁଛନ୍ତି ବିଜେଡିର କିଛି ନେତା ମାନେ ଏମିତି କରିଛନ୍ତି, ବିଜେଡିର ଯୁବ ନାଇଁ ଆପଣ ତ ଦେଖୁଛନ୍ତି ଫଟୋ କାଲିଠୁ। ମୁଁ ଏକଥା ମଧ୍ୟ ସ୍ପଷ୍ଟ କହିସାରିଛି, ଯେତେବେଳେ ଆପଣ ମାନେ ଗଣମାଧ୍ୟମରେ ଗୋଟିଏ ଗଣ୍ଡଗୋଳ କି ବାଲି ଚୋରି, ପାହାଡ ଚୋରି ଦେଖେଇବେ, ତାପରେ ସେମାନେ କହିବେ ଇଏ ହଉଛନ୍ତି ବିଜେଡି ଲୋକ। କିନ୍ତୁ ତା ପୂର୍ବରୁ ତାଙ୍କର ମଧୁଚନ୍ଦ୍ରିକା ରହୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯୋଉ କଥା ମୁଁ କହିଲି, ପୁରୀରେ ଗୋଟେ କୁଆଡେ ଜେପି ନଡ୍ଡା ସାହେବ ଆସିଛନ୍ତି, କଣ ଗୋଟେ କାର୍ଯ୍ୟକ୍ରମ ହଉଛି ତାଙ୍କର, ତାଙ୍କୁ କୁଆଡେ ଡାକି ନାହାନ୍ତି। ସେଇ ମନସ୍ତାପ ଭିତରେ, ସେଇ ପଶ୍ଚାତାପ ଭିତରେ ସେ କୁଆଡେ ବାହାରକୁ ପଳେଇଛନ୍ତି ବୋଲି ଆମେ ଖବର ପାଇଛୁ। ମଝିରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ କହୁଥିଲେ ସେ ସ୍ୱାଧୀନ ବିଧାୟକ ବୋଲି କହିଥିଲେ, ପ୍ରକୃତରେ ତାକୁ ବିଜେପି ବାଧିବନି କି? ମତେ କହୁନାହାନ୍ତି ଆପଣ, ବାଧିବ ନା ବାଧିବନି? ତାଙ୍କୁ ଯଦି ମୋ କହିବା କଥା, ଯଦି ସାଙ୍ଗରେ ରଖିବ ରଖ, ନହେଲେ ବିଦା କରିଦିଅ। ଏ ଅଧା ଖଣ୍ଡିଆ କରିକି ଛାଡିଛ ଯେ ସିଏ ଖାଲି ମଝିରେ ମଝିରେ ବାୟା ବାତୁଳା ଭଳିଆ ହଉଛନ୍ତି। ତେଣୁ କରିକି ଆପଣମାନଙ୍କ ମାଧ୍ୟମରେ ମୁଁ ଆଜି କହିଦେବା ପାଇଁ ଚାହୁଁଛି, ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଓଡିଶାରେ ଏଭଳିଆ ଟ୍ରେଣ୍ଡ ଥରେ ଆରମ୍ଭ ହେଲେ, ଯୁବ ସମାଜ ଯଦି ଏଭଳିଆ ରାସ୍ତାକୁ ଓହ୍ଲେଇବେ, ତାହେଲେ ଏଇଟା ରାଜ୍ୟର ଭବିଷ୍ୟତ ପାଇଁ ଭଲ ନୁହେଁ। ଶନିବାର ରବିବାର ଗୋଟେ କ୍ଲାସ କରନ୍ତି, ସେଇଟା ବି ତାଙ୍କୁ ଅଭାବ ହଉଛି। ନାଇଁ, ଏଟା ତ ସେ ନିଜେ ଶନିବାର ରବିବାର କ୍ଲାସ କଥା କହିଛନ୍ତି। ତେଣୁକରି ଗଲା କାଲି ବି ବୋଧହୁଏ ରବିବାର ଥିଲା, ଶନିବାରର ହ୍ୟାଙ୍ଗଓଭର ତାଙ୍କର ଥିଲା ବୋଧହୁଏ। ତେଣୁକରି ସେ ନିଜ ପିଲାଙ୍କୁ ଚିହ୍ନି ପାରୁନାହାନ୍ତି, କହୁଛନ୍ତି କଣ ଏମାନେ ମୋ ପିଲା ନୁହନ୍ତି। ସେଇ ଯୋଉ ପିଲାମାନେ, ଯୁବକ ମାନଙ୍କୁ ମୋର ଆଡଭାଇସ, ଦେଖ ତମେ ଯାହା ପାଇଁ ଉତ୍ପାତ ହଉଛ, ସେ ଲୋକ ତମକୁ ବିପଦ ବେଳେ ଚିହ୍ନୁନି। ତେଣୁକରି ଧର୍ମଶାଳା ଏବଂ ଯାଜପୁରର ଯୁବକ ସମାଜ ମଧ୍ୟ ଏଭଳିଆ ବ୍ୟକ୍ତିଙ୍କ ଠାରୁ ସତର୍କ ରୁହନ୍ତୁ।